ଶିଷ୍ୟ ଗୁରୁଙ୍କୁ ପଚାରୁଛନ୍ତି, ଆତ୍ମଜ୍ଞାନ କ'ଣ? ଗୁରୁ ଶିଷ୍ୟକୁ କହୁଛନ୍ତି, ପ୍ରଶ୍ନ ପଚାରିବା ମୂର୍ଖତା। ଆତ୍ମଜ୍ଞାନ ହେଉଛି ତୁମ ଭିତରର, ଏହା କୌଣସି ବାହାରର ବସ୍ତୁ ନୁହେଁ। ଶ୍ୱାସକୁ ଦେଖ, ଶ୍ୱାସକୁ ଧ୍ୟାନ ବନାଅ, ନିଜ ଶ୍ୱାସକୁ ପ୍ରେମର ସହିତ ଦେଖ। ଯେତେବେଳେ ମଣିଷ ତାର ଶ୍ୱାସକୁ ପ୍ରେମର ସହିତ ଦେଖେ, ସେତେବେଳେ ମଣିଷର ମନ ତାର ନିଜ ସତ୍ତା ବା ଅସ୍ତିତ୍ୱ ଚେତନା ସହିତ ସମ୍ପର୍କ ସ୍ଥାପନ କରିଥାଏ। ମଣିଷ ଅସ୍ତିତ୍ୱ ଧାରାରେ ବହିବାକୁ ଲାଗେ। ସେତେବେଳେ ସେ ନିଜେ କ'ଣ ତାହା ବୁଝିପାରେ। ନିଜକୁ ବୁଝିଲେ ଅନ୍ୟମାନଙ୍କୁ ବୁଝିବା ସହଜ ହେଇଥାଏ। ଆତ୍ମଜ୍ଞାନ ହେଉଛି ସମସ୍ତଙ୍କ ଭିତରର, ବାହାରର ନୁହେଁ। ତାକୁ ସମସ୍ତେ ଗୁରୁ ବୋଲି ମାନନ୍ତି। ସେ ନିଜକୁ ଆଉ ଗୁରୁ ବୋଲି କହିବାକୁ ପଡ଼େ ନାହିଁ। ଏହା ହେଉଛି ଅସ୍ତିତ୍ୱ ବିଜ୍ଞାନର ରହସ୍ୟ।